ମଞ୍ଚାସୀନ ହୋଇଥିବା ବାଗ୍ଦେବୀଙ୍କର ପରପୁତ୍ର ଯାହାକି ସାରା ଓଡ଼ିଶା ଉପସ୍ଥିତ ଥିବା ସେମାନଙ୍କୁ ମୋର ମୁଣ୍ଡ ନୂଆ ପ୍ରଣାମ। ଯାହାଙ୍କ ପାଖରେ 35 ବର୍ଷ ଧରି ପାଳିଆ ଭାବରେ କାମ କରିଛି ସେମାନଙ୍କର ବାକ୍ଚାତୁରୀ ଅଧିକ, ଶବ୍ଦ ବିଶାରଦ, ସେମାନେ ହେଉଛନ୍ତି ନୂତନ ଶବ୍ଦ ସୃଷ୍ଟି କରିବା କଥା। ସେମାନଙ୍କ ପାଖରେ ମୁଁ ବା କ'ଣ କହିବି, ମୁଁ କିଛି କହିପାରିନି, ମୋ ପାଟିକି ଶବ୍ଦ ବି ଆସୁନି। ଯାହା ହଉ ପୂର୍ବଭାରେ ବସିଥିବା ନରନାରାୟଣ ରୂପରେ ମୋର ସମସ୍ତଙ୍କୁ ପ୍ରଣାମ, ଧନ୍ୟବାଦ, କୃତଜ୍ଞତା ଜ୍ଞାପନ କରି ବେଶୀ ଏ ଗାଁ ଏତେ ଶୃଙ୍ଖଳା ଏତେ ସହଯୋଗ ଆମକୁ ମିଳିଛି ଯାହାକି ଆଜି ଆମେ ଏଠି ବସି ପାରିଛୁ। ଆଉ ଭାଇମାନେ ବିଶେଷ ତ କିଛି କହିବିନି, କିନ୍ତୁ ଏତିକି କହୁଛି ଆମେ ଯେଉଁ ବୃକ୍ଷ ତଳେ ବସିଛେ 48 ବର୍ଷର ବୃକ୍ଷ ବିରାଟ କଳ୍ପଦ୍ରୁମ ପାଖରେ ଆମେ ବସିଛେ। ଆମର ଭୟରେ କହିନାହାନ୍ତି କି ଭୁଜ ତଳେ ମତେ ରଖ ମହାବାହୁ, ବାହୁ ତଳେ ମତେ ରଖ, ବିପୁଳ ଭୁଜ ବିସ୍ତାରି ଦେଲେ ପ୍ରଭୁ, କେ କରି ପାରିବ ଦୁଃଖ ମହାପ୍ରଭୁ। ଭୁଜ ତଳେ ମୋତି ରଖ। ତେଣୁକରି ଆମେ ବିରାଟ ବଡ଼ କଳ୍ପଦ୍ରୁମ ପାଖରେ ବସିଛେ, ଆମର କିଏ ବା କ'ଣ କରିବ? ଆମେ ଶିଶୁ ଅବସ୍ଥାରେ ଆଜି ନୀଳାଚଳ ନିଖିଳ ଉତ୍କଳ ପାଲା ଗାୟକ ପରିଷଦ ରାଜ୍ୟର ସଭାପତିଙ୍କୁ ଆଣି ଏଠି ବସିଛି, କଳା ସଂସ୍କୃତି ସଂଘର ଉପସଭାପତିକୁ ଆଣି ଆମେ ବସିଛି, ଆଉ ମହାନ ବ୍ୟକ୍ତିତ୍ୱ ମାନଙ୍କୁ ଆଣି ଆଜି ଆମେ ଶିଶୁ ଅବସ୍ଥାରେ ଆଣି ବସେଇ ପାରିଛେ, ଯେ କି ଆପଣମାନେ ଦେଖୁଛନ୍ତି ଏ ଛୋଟିଆ କଥା ନୁହେଁ। ତାଙ୍କ ମାନଙ୍କର ଆଶୀର୍ବାଦ ଆମ ପାଖରେ ଅଛି, ରହିବ। ତେଣୁକରି ଆପଣମାନେ ସମସ୍ତେ ହାତ ମୁଠାକୁ ଏକ କରନ୍ତୁ। ଆଉ ମିଲୁ ବାବୁଙ୍କୁ ମୋର ବେଶୀ କହିବାର ଅଧିକାର ଅଛି, ଯେ ଯେ ଉପସଭାପତି କହିଲେ ଡକ୍ଟର ଜ୍ଞାନପ୍ରିୟ କାନୁନଗୋ କହିଲେ ତାଙ୍କ ସହିତ ଯୋଗାଯୋଗ କରିକି ଟିକେ ଆଗକୁ ଆଗକୁ ଚାଲନ୍ତୁ। ଆଉ ବା କ'ଣ କହିବି, ସମୟ ଆସି ହେଇଗଲାଣି। ଆଉ ଏତିକି କହିକି ଶେଷକୁ ନମସ୍କାର ଜଣେଇ ରହିଲି। ମହାପ୍ରଭୁ ସତ୍ୟନାରାୟଣଙ୍କର ପଦ୍ମପାଦରେ ଭକ୍ତିପୂତ ପ୍ରଣାମ। ମଞ୍ଚାସୀନ ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦର ସଭାପତି ଶ୍ରୀଯୁକ୍ତ ମଦନ ମୋହନ ଜେନା ମହୋଦୟ, ତାଙ୍କୁ ମୁଁ ଆନ୍ତରିକ ପ୍ରଣାମ ଜଣାଇବି। ଆଉ ତାଙ୍କ ନିକଟରେ ବସିଥିବା ସେ ସଙ୍ଗୀତ ପାଳିଆ ହେଲେ ମଧ୍ୟ ଏ ପାଳିଆ ମହାସଂଘର ସଭାପତି, ତାଙ୍କୁ ମଧ୍ୟ ମୋର ପ୍ରଣାମ। ତାଙ୍କର ବାମ ପାର୍ଶ୍ୱରେ ଯିଏ ବସିଛନ୍ତି ଡାଇରେକ୍ଟର ହୁଅନ୍ତୁ ଯାହା ହୁଅନ୍ତୁ, ସେ ତ ମୋ ଜେଜ କର ମହୋଦୟଙ୍କୁ ମଧ୍ୟ ମୁଁ ପ୍ରଣାମ ଜଣାଇବି। ଆଉ ବିଦ୍ୟୁଲତା ମା ସହିତ ସାନ ଭଉଣୀ, ଆଉ ପଶ୍ଚାତ ଭାଗରେ ବସିଛନ୍ତି। ଆମେ ଗୋଟେ ଛୋଟିଆ ପାଲା ମଣ୍ଡଳ କରିଛୁ, ଅନାମଧେୟ ମଣ୍ଡଳ, ଶ୍ରୀ ଶ୍ରୀ ବିଶ୍ୱେଶ୍ୱର ପାଲା ମଣ୍ଡଳ। 5 ବର୍ଷ ହେଲାଣି। ସେ ମଣ୍ଡଳର ସଭାପତି ଆମର ବଡ଼ ଭାଇ ଗୁରୁକଳ୍ପ ଶ୍ରୀଯୁକ୍ତ ଅନାଥ ଦାସ ମହୋଦୟ। ଆଉ ବିଶେଷ କରି ଯେଉଁ ପାଲା ପାଳିଆ ମହାସଂଘ କରିଛନ୍ତି, ଏମାନଙ୍କୁ ମୁଁ ବହୁତ ଧନ୍ୟବାଦ ଦେବି। କାହିଁକି ଆମେ ସମସ୍ତେ ପାଳିଆ ମହାସଂଘ ହଉ, ବାୟକ ମହାସଂଘ ହଉ, ଗାୟକ ମହାସଂଘ ହଉ, ଗୋତ୍ର ତ ଗୋଟାଏ, ଗୋତ୍ର ଗୋଟାଏ। ବାପାର 5 ପୁଅ ହୁଅନ୍ତୁ, 50 ପୁଅ, ଯିଏ ଯୋଉଠି ରୁହନ୍ତୁ, ଶ୍ରାଦ୍ଧ ବେଳେ ସମସ୍ତେ ଏକାଠି, ସମସ୍ତେ ହେଉଛନ୍ତି
ନୀଳାଚଳ ନିଖୁଳୋତ୍କଳ ପାଲା ଗାୟକ ପରିଷଦର ଛୁଆ। ତେଣୁ ବାପା ମାନେ ଖୁସି ହବା କଥା। ଆମ ବାପା ଏଠି ବସିଛନ୍ତି, ଖୁସି ହବା କଥା ମୋ ଛୁଆ ମାନେ କେତେ ଆଡେ ସବୁ ଯାଉଛନ୍ତି। କିନ୍ତୁ ଶ୍ରାଦ୍ଧରେ ଆମେ ସବୁବେଳେ ସମସ୍ତେ ଏକାଠି ହଉଛୁ। ଆଉ ଗୋଟେ କଥା ସମସ୍ତେ ଜାଣିଥିବେ, ମନେ ପକାଉଛି, ପାଳିଆ ଏକ ପବିତ୍ର ଶବ୍ଦ ଯୋଉଟା ଜଗନ୍ନାଥ ସଂସ୍କୃତିରେ ଅଛି। ଜଗନ୍ନାଥ ମହାପ୍ରଭୁଙ୍କର ଯେତେବେଳେ ଭୋଗ ଲାଗେ, ବଡ଼ ଭୋଗ, ସେତେବେଳେ ଝାଞ୍ଜ ବାଜେ, ଆଉ ଯୋଉ ମାନେ ତାକୁ ନିଅନ୍ତି ତାଙ୍କ ନାଁ ହଉଛି ପାଳିଆ ସେବକ। ଇଏ ସଂସ୍କୃତିଟା ଆମ ଓଡ଼ିଶାରେ ଅଛି। ମୁଁ ବେଶୀ କିଛି କହିବିନି, ମୁଁ ତ ମଞ୍ଚକୁ ଆସେନି। ସାର୍ ମଦନ ସାର୍ ଜାଣିଛନ୍ତି, ସମ୍ମିଳନୀରେ ମୁଁ ମଞ୍ଚକୁ ଆସେନି, ଆମ ଗାଁରେ ପାଲା ହଉଛି ମଞ୍ଚକୁ ଆସେନି। ଆଉ ମୋର ଗୋଟେ ଆଜି ବଡ଼ ଅଭିଳାଷ ପୂରଣ ହେଇଯାଇଛି। ଯୋଉ ଆମ ପାଳିଆ ଭାଇମାନେ ଯୋଉ କାମ କରିଛନ୍ତି, ମୋର ଭାରି ଇଚ୍ଛା ଥିଲା ଆମ ମଞ୍ଚକୁ ଥରେ ମଦନ ମୋହନ ଜେନା ସାର୍ ଆସନ୍ତୁ। ମୁଁ ତାଙ୍କୁ 2 ବର୍ଷ ପାଲାରେ ଆଣିପାରିନି, ସାର୍ ଆସିଛନ୍ତି, ମୁଁ ବହୁତ ଖୁସି ଆଜି। ଆଉ ସତରେ ଆମ ଗ୍ରାମବାସୀ, ନୂଆ ଗାଁ ଗ୍ରାମବାସୀ ମଧ୍ୟ ଆମେ ଧନ୍ୟ ହେଇଗଲୁ। କିଏ ଚିହ୍ନି ପାରୁଥିବେ ନ ପାରୁଥିବେ, ଏଇ ମଞ୍ଚରେ ଯେତେବେଳେ ସ୍ୱର୍ଗତ ଆମର ପଣ୍ଡିତ କେଦାରନାଥ ଷଡ଼ଙ୍ଗୀ ଏ ମଞ୍ଚକୁ ପରିଚାଳନା କରିଥିଲେ, ସେତେବେଳେ ସାର୍ ଆସିଥିଲେ। ତାଳଚେର ଏକ ଘରିଆର ଯୋଉ ଆମର ଅଧ୍ୟାପକ ଥିଲେ ଦୁର୍ଗା ମାଧବ ପୃଷ୍ଟି ଆଉ ମଦନ ସାର୍ ଏ ମଞ୍ଚକୁ ଆସିଥିଲେ। ଟିକେ କ୍ଷମା ଚାହୁଁଛି, ମୋ ପାଲା ଜୀବନର ପ୍ରଥମ ମାନପତ୍ର ମୁଁ ଏଇ ଯାଜପୁର ନଗରରେ। ଯାହା ହଉ, ଆମେ ବହୁତ, ଆଉ ଯେତିକି ଆମର ପାଳିଆ ଭାଇ ଅଛନ୍ତି ଆମେ ସମସ୍ତଙ୍କୁ କହିବା, ଆମେ ଆଜି ପାଇଁ ବହୁତ ଗୌରବାନ୍ୱିତ। ଆଉ ସାର୍, ମୋର ଭାରି ଇଚ୍ଛା ଥିଲା ସାର୍ ଆମ ମଞ୍ଚରେ ଘଣ୍ଟାଏ ପାଲା ଗାଇଥାନ୍ତେ, ଆମେ ପାଳିଆ ଭାଇକୁ ଦେଇଥାନ୍ତୁ। ସାର୍ ସେଥିରେ ରାଜି ହେଲେନି। ହଉ, ମୁଁ ଅଯଥା ସମୟ ନଷ୍ଟ କରିବିନି। ପ୍ରଭୁ ସତ୍ୟନାରାୟଣ ସମସ୍ତଙ୍କର ମଙ୍ଗଳ ବିଧାନ କରନ୍ତୁ। ପାଳିଆ ମହାସଂଘ ଆଗକୁ ଯାଉ, ଆମ ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦ ମଧ୍ୟ ସମସ୍ତଙ୍କୁ ନେଇ ଆଗକୁ ଯାଉ। ଆଉ ଗ୍ରାମବାସୀ ସମସ୍ତଙ୍କର ମଙ୍ଗଳ ହଉ। ଆଉ ସମସ୍ତେ ଚିନ୍ତା କରନ୍ତୁ, ଖାଲି ଆମେ ପାଲାକାର ବଞ୍ଚିବାନି, ମଞ୍ଚକୁ ମଧ୍ୟ ବଞ୍ଚେଇବା, ନହେଲେ ପାଲା କୋଉଠି ଆମେ ଗାଇବା। ଆଉ ସମସ୍ତଙ୍କୁ ମଞ୍ଚାସୀନ ସମସ୍ତ ଅତିଥିମାନଙ୍କୁ ମୋର ବିନୀତ ନିବେଦନ, ମୋ କହିବାର ଯଦି ତ୍ରୁଟି ଥାଏ ମୋତେ ଆପଣମାନେ କ୍ଷମା କରିବେ। ମଞ୍ଚକୁ ଆସେନି, ସାର୍ଙ୍କ କଥା କାଟି ପାରିଲେନି। ବିଶ୍ୱକର୍ତ୍ତା ବିଶ୍ୱବନ୍ଦୀ ଅଦୃଷ୍ଟ ଦ୍ରଷ୍ଟା ବସ ବସ ଅଶରଣ ଶରଣ ଅକାରଣ କାରଣ ଚିର ସୁନ୍ଦର ସିନେମାନନ୍ଦ ବିଗ୍ରହ ମମ ଆରାଧ୍ୟ ମୋ ଇଷ୍ଟ ଦେବତା ଏ ଆସ୍ଥାନରେ ବିରାଜମାନ କରିଥିବା ସତ୍ୟ ସୁନ୍ଦର ପ୍ରଭୁ ଶ୍ରୀମନ ଶ୍ରୀ ସତ୍ୟନାରାୟଣଙ୍କର ଅଭୟ ଚରଣାର ବିନ୍ଦୁରେ ସର୍ବାଦୌ ଅନନ୍ତ କୋଟି ପ୍ରଣିପାତ ନିବେଦନ କରୁଛି। ତତ୍ପରେ ପରମ ପୂଜ୍ୟ ଗୁରୁଦେବଙ୍କର ଅଭୟ ଚରଣାର ବିନ୍ଦରେ ମନ ପ୍ରାଣକୁ ସମର୍ପଣ କରିଦେଲା ପରେ ଶ୍ରୀ ଶ୍ରୀ ସତ୍ୟନାରାୟଣ ପାଲା ପାଳିଆ ମହାସଂଘ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ପ୍ରଥମ ସାମ୍ବତ୍ସରିକ ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ଭାବରେ କୁଆଡେ ଗଲେ ତମ ସଭାପତି? ଫୁଲମାଳ କଣ ଖାଲି ନେଇଛ? ଏଇ ସକାଶେ ସେ ପିଠା ବିକା ଭାଗ ଛିଡ଼ିଲାନି ବୋଲି ପଳେଇଛି ତମ ସଙ୍ଗରୁ। ଆରିସା ପିଠା ବିକୁଛି କହିଲା ସତ୍ୟନାରାୟଣ ପ୍ରଭୁଙ୍କର ଏ ପବିତ୍ର ସ୍ଥାନରେ, ପବିତ୍ର ମଞ୍ଚରେ ଆୟୋଜିତ ହୋଇଥିବା ପ୍ରଥମ ବାର୍ଷିକ ଉତ୍ସବର এই সাংস্কৃতিক কার্যক্রম ভাবে ওড়িশার লোকপ্রিয় লোক সাহিত্য, লোকনাটক, শাস্ত্রীয় কলা পালা যার চিরাচরিত ঢঙ্গকু মনে পকাই মো পূর্বসূরি পূর্বজ পূর্ব পালা গায়ক মানଙ୍କର পদাঙ্ক অনুকরণ করি পালার আরম্ভরে ভক্তি অর্ঘ্য নিবেদন করি প্রভু পদরে শ্রী জগন্নাথ সংস্কৃত বিশ্ববিদ্যালয় শ্রী বিহার পুরীর দর্শন ফিলোসফি বিভাগর বরিষ্ঠ প্রাধ্যাপক ডক্টর প্রবোধ চন্দ্র মিশ্রঙ্কর লেখনী নিঃসৃত চারিচরণ বিশিষ্ট শ্লোকটায় বলিছি। এই সংস্কৃত কଣ? অস্ক অস্ক কুয়াড়ে গলা? যদি কহবু সংস্কৃত কহ নলে কিছু কহ নেই। এই যে চারিচরণ বিশিষ্ট শ্লোক তিনি ধারিকি পাঠ কলে তার অর্থ যা হব তা চতুর্থ চরণ চতুর্থ ধারীরে লেখা আছে। চতুর্থ ধারী কর না শ্রী নীলাচল নায়ক বিজয়তে
लीला कला सागर मन रखी था सभापति आज्ञा टिके गोटाए मिनिट आसंतु नहीं गोटाए मिनिट गोटाए मिनिट खाली तापर पछे खाइया को जीव रुटी से बेसन तरकारी ना कौन ये कम समय सभापति कहते अल्प समय कहब कहते बा जाऊ आसबे बेली भाभी नथली बेली देह खराब अच्छी जाई पारिबी नहीं काली मना करूली ए निमा आमर कहला नाई चंद्र को कहबी से कहबो कका पुणी मना कले ना ये जोगाड़ एते गोटे आयोजन करिछि कुनु आमर मु कहली न गले हबो नहीं यार देह खराब थाउ से दिन चंद्रभागा मुहाण कोणार्क मंदिर उपरे चढ़ी गोटा पुओ लुचि रहे नहीं सत्य चिर दिन दिने हुए आपूर्ति धर्मपद नहीं देउल भांगी जाइछि किंतु जनश्रुति कहे धर्मा कुआडे देउल मुंडी माइला देउलर शीर्ष भाग रे धर्मा बहिछि मुंडी मारिला विश्व महाराणा अनेइछि जाति भाई 1200 बढ़ई तले ठिया आइछन राजा जदि जानिबो धर्मा 12 वर्षर छुआ मुंडी माइला सकाळे 1200 बढ़ईकर मुंड काटिब जाति भाई समस्ते कहले विश्वमाना जवाब दे कौन हम 1200 बढ़ई रे दाय ना पुअरे दाय नीरव निस्तब्ध चित्तरे विश्वमाना किछि कहि परने काइके कथा कहली सभापति अछंती तमर मु सेही अवस्था रे पड़िछि देह खराब पुओ मना करछि ना पाला जाई हबनी याडे 1200 बढ़ई तुमरो ई चारटा अछंती तम संग वाला 1200 बढ़ई ये 1200 बढ़ई रे जिया को पड़ियो मेन बढ़ई अछि गायक महासंग टिके क्षमा प्रार्थना करिबी आसीबो श्री श्री सत्यनारायण पाला अनुष्ठान जाजभैरव नुआगाँ रे एई जो पालिया महासंघर कार्यक्रमटी होउची आमे ग्रामवासी एथिरे बहुत खुशी अछु हमर एई मंचर गोटे परंपरा रहिची जे जाजभैरव नुआगाँ रे थिबा सत्यनारायण पाला अनुष्ठान मंचरे सत्यनारायण पाला अनुष्ठान मंचरे जो गायक हमर गायन करिवे कला नैपुण्यर प्रदर्शन करिवे तांको टिके संवर्धना करिवार आमे चेष्टा करथाउ आज आम सौभाग्यवशतः आमे सार को पाइछु जे कि जने राज्यर गुरु दायित्व वहन करछन्ति राज्य कला संस्कृति विभाग उपसभापति दायित्व निर्वाह करछन्ति आपण माने जानि रखिया उचित से जने एडवोकेट मध्य मोर टिके दृष्टता हेई पारे जे पाला हुए तो सारकर निशा एवं तांकर वकिलाती हुए तो पेशा हेई पारे जहाँ भी हो मु भाबुची सारकर प्रेम होउची संस्कृति प्रति प्रेम होउची कला प्रति प्रेम होउची ओडिसार शह शह पालिया गायक तथा गायक मानक प्रति ता न हेथिले एई शीत राति रे आम पाखे से उपस्थित होई न आमर सौभाग्य वर्तमान श्री श्री सत्यनारायण पाला अनुष्ठान युव सदस्य जितेंद्र कर संतोष कर एवं क्षितिश कुमार पंडा महोदय को मु मंच ऊपर को अनुरोध करी आसिया वर्तमान क्षितिश पंडा को अनुरोध करी सार को संबर्धित करवा हेबे ओम श्री श्री सत्यनारायण पाला अनुष्ठान जाजवर नुआगाँ चौद्वार कटक सांस्कृतिक सनंद प्राप्तेषु गायक युव भास्कर डॉक्टर ज्ञानप्रिय कानूनगो
ବାବଜା କଣ୍ଟାପଡ଼ା କଟକ ମହାଶୟ। କଳା ସାହିତ୍ୟ ଶିକ୍ଷା ସଂସ୍କୃତି ସମାଜସେବା ଓ ସାମାଜିକ ସଂସ୍କାର କ୍ଷେତ୍ରରେ ଆପଣଙ୍କର କାର୍ଯ୍ୟକଳାପ ବେଶ ପ୍ରଣିଧାନ ଯୋଗ୍ୟ ମନେ ହୁଏ। ଭବଦୀୟ ଅନନ୍ୟ ସାଧାରଣ ବ୍ୟକ୍ତିତ୍ୱ ଅନ୍ୟମାନଙ୍କ ସକାଶେ ଅତ୍ୟନ୍ତ ଆଦର୍ଶ ସ୍ଥାନୀୟ ଶିକ୍ଷଣୀୟ ତଥା ଅନୁକରଣୀୟ ପ୍ରତୀତ ହୋଇଥାଏ। ଦୀର୍ଘ ବର୍ଷ ତଳୁ 1951 ମସିହାରେ ଜନ୍ମ ହୋଇଥିବା ଆମ ପାଲା ଅନୁଷ୍ଠାନ ପ୍ରତିଭା ଚିହ୍ନଟୀକରଣରେ ଆଦୌ ଅବହେଳା ପ୍ରଦର୍ଶନ କରେ ନାହିଁ। ଆମ୍ଭମାନଙ୍କ ଦୃଷ୍ଟିରେ ଆପଣ ନିଶ୍ଚିତ ଭାବରେ ପ୍ରତିଭାଦୀପ୍ତ, ଏଥିରେ ସନ୍ଦେହର ଅବକାଶ ନାହିଁ। ଉକ୍ତ ମହେନ୍ଦ୍ର ମୁହୂର୍ତ୍ତରେ ଆମ୍ଭମାନେ ଆପଣଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ପୂର୍ବକ ନିଜକୁ ଧନ୍ୟ ତଥା ଗୌରବାନ୍ୱିତ ମନେ କରୁଛୁ। ଈଶ୍ୱର ଆପଣଙ୍କ ସମୁଜ୍ଜଳ ଭବିଷ୍ୟତ ପାଇଁ ସହାୟକ ହୁଅନ୍ତୁ ଏବଂ ଆପଣ ସୁସ୍ଥ ନିରୋଗ ନିରାମୟ ଜୀବନ ଯାପନ କରିବା ସହିତ ଉତ୍କଳ ଜନନୀର ସେବାରେ ଯଥାରୀତି ବ୍ରତୀ ହୋଇ ରହିଥାନ୍ତୁ। ଆମ୍ଭମାନଙ୍କର ଏହା ହିଁ ଏକାନ୍ତ କାମନା। ଅଳମତି ବିସ୍ତେରେଣ ଇତି ଭବଦୀୟ ପ୍ରତିଭାମୁକ୍ତ ଶ୍ରୀ ଶ୍ରୀ ସତ୍ୟନାରାୟଣ ପାଲା ଅନୁଷ୍ଠାନ ଯାଜଘର ନୂଆଗାଁ ଚୌଦ୍ୱାର କଟକ ଜୋରଦାର କରତାଳି ସହିତ ଜିତେନ୍ଦ୍ର କର ମହୋଦୟଙ୍କୁ ଅନୁରୋଧ କରିବି ଗାୟକ ମହାଶୟଙ୍କୁ ସମ୍ବର୍ଦ୍ଧିତ କରିବା ହେବେ।